कविं पुराणमनुशासितारम् अणोरणीयां समनुस्मरेत्यः सर्वस्य धातारमचिन्त्य रूपम् आदित्यवर्णं तमसः परस्तात्। बंधुगण, श्लोक संख्या 9 ରୁ 13 ରେ ଯୋଗ ମିଶ୍ର ଭକ୍ତି ଦ୍ୱାରା ପ୍ରଭୁ ଶ୍ରୀକୃଷ୍ଣଙ୍କୁ କିପରି ଭାବରେ ସ୍ମରଣ କରାଯାଏ ତା ବିଷୟରେ ବର୍ଣ୍ଣନା କରାଯାଇଛି ଏବଂ ଏହି ଶ୍ଲୋକରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ କେଉଁ କେଉଁ ଉପାୟରେ ସ୍ମରଣ କରାଯାଏ ତାର ବିଶ୍ଳେଷଣ କରାଯାଇଛି। ଭଗବାନଙ୍କ ଧ୍ୟାନ ଅନେକ ପ୍ରକାରର ହୋଇଥାଏ। ଜଣେ ଭଗବାନଙ୍କର ନାମ, ରୂପ, ଗୁଣ, ଲୀଳା, ଧାମ ବା ପରିକରକୁ ଧ୍ୟାନ କରିପାରେ ଓ ଭଗବାନଙ୍କ ସହ ସମ୍ବନ୍ଧିତ କୌଣସି ବି ବିଷୟ ଭଗବାନଙ୍କ ଠାରୁ ପୃଥକ୍ ନୁହନ୍ତି। ଏମାନଙ୍କ ମଧ୍ୟରୁ କୌଣସିଠାରେ ମଧ୍ୟ ମନକୁ ଲଗାଇ ମନ ଦିବ୍ୟ ଜଗତରେ ପ୍ରବେଶ କରି ଶୁଦ୍ଧ ହୋଇପାରିବ। ଅର୍ଥାତ୍ ଆମ ଧ୍ୟାନର ବିଷୟ ଭାବରେ ଆମେ ଏମାନଙ୍କ ମଧ୍ୟରୁ କୌଣସି ଗୋଟିଏକୁ ଗ୍ରହଣ କରିପାରିବା। ଏହି ଶ୍ଲୋକରେ ଭଗବାନଙ୍କର 8 ଗୋଟି ଗୁଣର ବର୍ଣ୍ଣନା କରାଯାଇଛି। ପ୍ରଥମ ହେଲା କବି। କବି ଅର୍ଥ କାବ୍ୟ ରଚୟିତା ବା ବ୍ୟାପକ ଅର୍ଥରେ ସର୍ବଜ୍ଞ ଅଟେ। ଅର୍ଥାତ୍ ଭଗବାନ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତକୁ ଜାଣିଥାନ୍ତି। ଦ୍ୱିତୀୟରେ ପୁରାଣ। ପୁରାଣ ଅର୍ଥ ଯାହାର ଆରମ୍ଭ ନାହିଁ ବା ଯିଏ ସର୍ବପୁରାତନ ଅଟେ। ଭଗବାନ ଉଭୟ ମାଇକ ଓ ଦିବ୍ୟ ବସ୍ତୁର ଉଦ୍ଗମ ସ୍ଥଳ ଅଟନ୍ତି, କିନ୍ତୁ ଏପରି କୌଣସି ବସ୍ତୁ ନାହିଁ ଯାହାଠାରୁ ସେ ଉତ୍ପନ୍ନ ହୋଇଥାନ୍ତି ବା ତାଙ୍କର ପୂର୍ବରୁ ଥିଲା। ତୃତୀୟରେ ଅନୁଶାସିତାରମ୍। ଏହାର ଅର୍ଥ ଶାସକ। ଯେଉଁ ନିୟମ ଅନୁସାରେ ସମଗ୍ର ବ୍ରହ୍ମାଣ୍ଡ ଚାଲେ ସେହି ସମସ୍ତ ନିୟମର ପ୍ରଣେତା ଭଗବାନ ଅଟନ୍ତି। ସେ ପ୍ରତ୍ୟକ୍ଷ ରୂପରେ ଏହାର ଶାସକ ଅଟନ୍ତି ଏବଂ ତାଙ୍କ ଦ୍ୱାରା ନିଯୁକ୍ତ ସ୍ୱର୍ଗର ଦେବତାମାନଙ୍କ ଦ୍ୱାରା ସେ କରିଥାନ୍ତି। ଅତଏବ ସବୁକିଛି ତାଙ୍କ ଶାସନର ପରିସରଭୁକ୍ତ ଅଟେ। ଚତୁର୍ଥରେ ଅଣୋରଣୀୟାନ୍। ଏହାର ଅର୍ଥ ହେଲା କ୍ଷୁଦ୍ରତମ ଠାରୁ ମଧ୍ୟ କ୍ଷୁଦ୍ର। କାରଣ ଆତ୍ମା ସ୍ଥୂଳ ପଦାର୍ଥ ଠାରୁ କ୍ଷୁଦ୍ରତମ ଅଟେ ଏବଂ ଯେହେତୁ ଭଗବାନ ଆତ୍ମା ମଧ୍ୟରେ ନିବାସ କରିଥାନ୍ତି ସେ ଆତ୍ମା ଠାରୁ ମଧ୍ୟ କ୍ଷୁଦ୍ର ଅଟନ୍ତି। ପଞ୍ଚମରେ ସର୍ବସ୍ୟ ଧାତା। ଏହାର ଅର୍ଥ ହେଲା ସମସ୍ତଙ୍କର ଧାରକ। ସମୁଦ୍ର ତରଙ୍ଗମାନଙ୍କୁ ଧାରଣ କରିବା ଭଳିଆ ଭଗବାନ ସମଗ୍ର ସୃଷ୍ଟିକୁ ଧାରଣ କରିଥାନ୍ତି। ଷଷ୍ଠରେ ଆମେ ଦେଖିବା ଅଚିନ୍ତ୍ୟ ରୂପମ୍ ଅର୍ଥାତ୍ ଅଚିନ୍ତନୀୟ ସ୍ୱରୂପ। ଆମର ବୁଦ୍ଧି କେବଳ ମାଇକ ବସ୍ତୁର ଚିନ୍ତା କରିପାରେ, କିନ୍ତୁ ଭଗବାନ ଆମ ମାଇକ କଳ୍ପନାର ଊର୍ଦ୍ଧ୍ୱରେ ସ୍ଥିତ। ତଥାପି ମଧ୍ୟ ସେ ଯଦି କୃପା କରି ତାଙ୍କର ଯୋଗମାୟା ଶକ୍ତି ଦ୍ୱାରା ଆମ ମନକୁ ଦିବ୍ୟ ଗୁଣଯୁକ୍ତ କରିଦିଅନ୍ତି, ତେବେ ତାଙ୍କ କୃପା ଦ୍ୱାରା ହିଁ ସେ ବୋଧଗମ୍ୟ ହୋଇଥାଏ। ସପ୍ତମରେ ଆଦିତ୍ୟବର୍ଣ୍ଣମ୍ ଅର୍ଥାତ୍ ସେ ସୂର୍ଯ୍ୟଙ୍କ ପରି ଉଜ୍ଜ୍ୱଳ ଏବଂ ଅଷ୍ଟମରେ ତମସଃ ପରସ୍ତାତ୍। ଏହାର ଅର୍ଥ ହେଲା ଅଜ୍ଞାନ ଅନ୍ଧକାରର ଊର୍ଦ୍ଧ୍ୱରେ। ମେଘ ଢାଙ୍କି ହୋଇ ଅସ୍ପଷ୍ଟ ପ୍ରତୀତ ହେଲେ ମଧ୍ୟ ବନ୍ଧୁଗଣ ସୂର୍ଯ୍ୟ କେବେ ବି ମେଘ ଦ୍ୱାରା ଆଚ୍ଛନ୍ନ ହୁଏ ନାହିଁ। ଠିକ୍ ସେହିପରି ଭଗବାନ ସଂସାରର ସଂସ୍ପର୍ଶରେ ଆସି ମଧ୍ୟ ମାୟା ଦ୍ୱାରା କେବେ ବି ଆଚ୍ଛନ୍ନ ହୁଅନ୍ତି ନାହିଁ। ଶିକ୍ଷା। ଭଗବାନ ସର୍ବଜ୍ଞ, ସର୍ବପୁରାତନ, ଶାସକ, ସୂକ୍ଷ୍ମତା ଠାରୁ ମଧ୍ୟ ସୂକ୍ଷ୍ମ, ସମସ୍ତଙ୍କ ପାଳନକର୍ତ୍ତା, କଳ୍ପନାତୀତ ସ୍ୱରୂପର ଅଧିକାରୀ, ସୂର୍ଯ୍ୟଙ୍କ ଠାରୁ ଉଜ୍ଜ୍ୱଳ ଏବଂ ଅଜ୍ଞାନୀ ରୂପୀ ଅନ୍ଧକାର ଠାରୁ ଊର୍ଦ୍ଧ୍ୱରେ ଥାନ୍ତି। God is omniscient, the most ancient one, the controller, subtler than the subtlest, the support of all, and the possessor of an inconceivable divine form. He is brighter than the sun and beyond all darkness of ignorance. Hare Krishna.